ଜୟ ଜଗନ୍ନାଥ। ମୁଁ ଯାକୁ ହୁଅଇ ସଦୟ। ଚାରୁ ହର୍ମେଶାଳିନୀ ଦ୍ୱାରକା ନଗରୀ, ସ୍ୱର୍ଣ୍ଣ ତୋରଣରେ ସ୍ଫଟିକ ମାଳାର ଚମକ ଦିଗନ୍ତବ୍ୟାପୀ ଖେଳି ଯାଉଥାଏ। ଐଶ୍ୱର୍ଯ୍ୟଭରା ନଗରୀରେ ଭଗବାନ ଶ୍ରୀକୃଷ୍ଣ ରାଜଦରବାରରେ ଆସୀନ। ପାଖରେ ଥାନ୍ତି ଅଷ୍ଟସଖୀ ଏବଂ କତିପୟ ପାତ୍ରମନ୍ତ୍ରୀ। ସେହି ସମୟରେ ଉଭା ହେଲେ ମୃତ୍ୟୁଲୋକ ଅଧିକାରୀ ମହାରାଜ ଯମ। ସାଥିରେ ଆଣିଥିବା ସମସ୍ତ ପୋଥି ଭଗବାନଙ୍କ ଚରଣରେ ସମର୍ପି ଦେଇ ଅଭିମାନ ଭରା ଗଳାରେ କହିଲେ, ଏ ନିଅନ୍ତୁ ପ୍ରଭୁ, ଆପଣଙ୍କ ଲିଖିତ ଭାଗ୍ୟଲିପି। ଏହା ମୋର ଆଉ ଦରକାର ନାହିଁ। ଆପଣ ତ ଅଛନ୍ତି, ତେଣୁ ଏହି ସଂସାରରେ ମୋର ଆଉ ପ୍ରୟୋଜନ ନାହିଁ। ଆପଣଙ୍କ ଆଜ୍ଞାରେ ମୁଁ ଜନ୍ତୁରାଣ। କିଏ କେତେ ପାଇବ, କିଏ କେତେ ଦେବ, କିଏ କେତେ ସମୟ ବଞ୍ଚିବ, କିଏ କେବେ ମୃତ୍ୟୁଲୋକକୁ ଯିବ, ସବୁ ତ ଆପଣ ଆଗରୁ ଲେଖି ସାରିଛନ୍ତି। ପୁଣି ଲିଖିତ କଥାକୁ ଆପଣ ହଠାତ୍ ବଦଳାଇ ଦେଉଛନ୍ତି। ଏହା କି ପ୍ରକାର ବିଡ଼ମ୍ବନା ପ୍ରଭୁ? ପ୍ରଭୁ ଶ୍ରୀକୃଷ୍ଣ ସ୍ମିତ ହସି କହିଲେ, କ'ଣ ହେଇଛି ତ କୁହନ୍ତୁ। ଏମିତି ଅଭିମାନ ଆପଣଙ୍କୁ ଶୋଭା ଦେଉନି ଜନ୍ତୁରାଣ। ତହୁଁ ଯମଦେବ ଉତ୍ତର ଦେଲେ, ଆପଣଙ୍କ ଲେଖା ଅନୁଯାୟୀ ସୁଦାମା ଏ ଜନ୍ମରେ ନିପଟ ଗରିବ ଜୀବନ ଜୀଇଁବାର ଥିଲା। ଆପଣ ତା ଗଣ୍ଠିଲିକୁ ଖୁଦ ଖାଇଲେ। ଆପଣ ତ ଖାଇଲେ, ମାଆଙ୍କୁ ବି ଖୁଆଇଲେ। ଏ ଜନ୍ମରେ ଯିଏ ଫଟା ପାହୁଲା ପାଇଁ ବିକଳ ହେବା କଥା, ସେ ବିପୁଳ ଧନର ମାଲିକ ହୋଇଗଲା। ଆପଣ ତ ଆଗରୁ ତା ଭାଗ୍ୟ ନିଶ୍ଚୟ କରିଥିଲେ, ମାତ୍ର ଏବେ ହଠାତ୍ ପରିବର୍ତ୍ତନ କରି ସୃଷ୍ଟିର ନିୟମକୁ ବଦଳାଉଛନ୍ତି, ଯାହାଫଳରେ ମୋତେ କର୍ମଫଳ ବିଚାର କରିବାରେ ଅସୁବିଧା ପରିଲକ୍ଷିତ ହେଉଛି। ଜୀବନ ସାରା ପାପ କରୁଥିବ, କିନ୍ତୁ ମୃତ୍ୟୁବେଳକୁ ଆପଣଙ୍କୁ ସ୍ମରଣ କରି ପ୍ରାଣେ ମୁକ୍ତି ପାଉଛନ୍ତି। ଏଥିପାଇଁ ଯମଦୂତ ଏବଂ ବିଷ୍ଣୁଦୂତଙ୍କ ଭିତରେ ନୀତି କଳି। ଆପଣ ଏମିତି ଯଦି କରନ୍ତି, ସୃଷ୍ଟିର ଭାରସାମ୍ୟ ରହିବ ତ? ଭଗବାନ ଶ୍ରୀକୃଷ୍ଣ ଏତିକି ଶୁଣିସାରି ଯମଦେବଙ୍କୁ ବୁଝାଇ କହିଲେ, ହେ ଯମଦେବ, ପ୍ରାଣୀ କର୍ମ କରେ। ଆପଣ କର୍ମଫଳ ଅନୁଯାୟୀ ଦଣ୍ଡ ବିଧାନ କରନ୍ତି, କିନ୍ତୁ କର୍ମକୁ ଉଚିତ ମାର୍ଗ ପ୍ରଦର୍ଶନ କରିବା ମୋର ଧର୍ମ। ମୋ ଭକ୍ତଙ୍କ ପାଇଁ ମୁଁ ଏମିତି କରିବାକୁ ଉଚିତ ମଣିଥାଏ। ଯେ କେହି ବି ମୋ ପାଇଁ ନିଜକୁ ଭୁଲିଯାଏ, ମୁଁ ତାହା ପାଇଁ ଏ ସଂସାର, ଏ ସୃଷ୍ଟିର ନିୟମକୁ ମଧ୍ୟ ଭୁଲିଯାଏ। କାହିଁକି ନା ମୋର ଆତ୍ମା ହିଁ ମୋର ଭକ୍ତି। ଭକ୍ତର ଭକ୍ତିରେ ଭରସାର ସୂତାଖିଅରେ ମୁଁ ସର୍ବଦା ନିବଦ୍ଧ। କେବଳ ଭକ୍ତଙ୍କ ପାଇଁ ହିଁ ମୁଁ ଭିନ୍ନ ଭିନ୍ନ କଳେବର ଧାରଣ କରିଥାଏ। ମୁଁ ଭକ୍ତର ଭାବରେ ହିଁ ବନ୍ଧା। ତେଣୁ ଭକ୍ତର ମନ ଜାଣି ତାକୁ ସର୍ବସ୍ୱ ପ୍ରଦାନ କରିଥାଏ। ତେଣୁ ହେ ମୃତ୍ୟୁଦେବ, ଆପଣ ନିଶ୍ଚିନ୍ତ ରୁହନ୍ତୁ। ମୋର ଭକ୍ତ ଛଡ଼ା ମୁଁ ଆଉ କାହାକୁ ପରମ ଗତି ଅଥବା ପରମ ସୁଖ ପ୍ରଦାନ କରିନଥାଏ। ଭଗବାନଙ୍କ ଏପରି ବାଣୀରେ ପ୍ରୀତ ହୋଇ ଯମଦେବ ସମସ୍ତ ପୋଥି ନେଇ ମୃତ୍ୟୁଲୋକକୁ ଫେରିଗଲେ। ଏଣୁ ପ୍ରିୟ ପାଠକ ବନ୍ଧୁ, ସଂସାରରେ ଏକମାତ୍ର ଭରସା ପ୍ରଭୁଙ୍କ ଭକ୍ତି ଏବଂ ନାମଗୁଣ କୀର୍ତ୍ତନ। ଏହା ବିନା ଇହ ଏବଂ ପରଜଗତରେ ନିସ୍ତାର ନାହିଁ। ଭଗବାନଙ୍କ ଅନୁକମ୍ପା ପାଇବା ପାଇଁ ଭଗବାନଙ୍କ ନିକଟରେ ପୂର୍ଣ୍ଣ ଶରଣ ଯାଆନ୍ତୁ ଏବଂ ମୃତ୍ୟୁ ତଥା ତତ୍ଜନିତ ବିପଦରୁ ଉଦ୍ଧାର ପାଆନ୍ତୁ। ତେଣୁ ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଧର 15 ଅଧ୍ୟାୟ 64ତମ ପଦରେ ଲେଖାଯାଇଛି, ମୁଁ ଯାକୁ ହୁଅଇ ସଦୟ, ତାହାର କାହିଁ ଦୁଃଖ ଭୟ। ଜୟ ଜଗନ୍ନାଥ।